ମନ କିଣିନେଲା ଅରେଡାର ଷୋହଳ ପ୍ରହରୀ ନାମଯଜ୍ଞ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରେଡା ଗ୍ରାମରେ ମହାସମାରୋହରେ ଆୟୋଜିତ ହୋଇଯାଇଛି ଏକ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ। ଏହି ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବରେ ଶ୍ରୀଯୁକ୍ତ ଶଙ୍କର ଶବର ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସରସ୍ୱତୀ ଶବର କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ସୀତାରାମ ମିଶ୍ର ଏବଂ ତାଙ୍କ ସହଯୋଗୀ ଟୁନା ମିଶ୍ର ଯଜ୍ଞର ନୀତି ନିୟମ ଅନୁସାରେ ପୂଜା କାର୍ଯ୍ୟ କରି ଯଜ୍ଞକୁ ସମାପନ କରିଥିଲେ। ଆକର୍ଷଣୀୟ ସାଜସଜ୍ଜା ମଧ୍ୟରେ ଯଜ୍ଞ ମଣ୍ଡପ ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ ଯଜ୍ଞ ପ୍ରେମୀ ତଥା ଦର୍ଶକମାନଙ୍କୁ ବାନ୍ଧି ରଖି ଯଜ୍ଞର ପରିବେଶକୁ ଜନଗହଳି ସୃଷ୍ଟି କରିପାରିଥିଲା। ଏହି ଷୋହଳ ପ୍ରହରୀ ନାମଯଜ୍ଞରେ 8ଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇ ହରିନାମ ମହାମନ୍ତ୍ର ଗାନ କରିଥିଲେ। ସୁମଧୁର ସ୍ୱରରେ ହରିନାମ ଗାୟନ ସହିତ ଝାଞ୍ଜ ମୃଦଙ୍ଗର ତାଳେ ତାଳେ ଆକର୍ଷଣୀୟ ନୃତ୍ୟ ଦର୍ଶକମାନଙ୍କୁ ଖୁବ୍ ମନୋରଞ୍ଜନ ଦେଇଥିଲା। ହରେ କୃଷ୍ଣ ହରେ ରାମ ମହାମନ୍ତ୍ରର ଏହି ପବିତ୍ର ସ୍ୱର ଅରେଡା ଗ୍ରାମ ସହିତ ଆଖପାଖ ଗ୍ରାମରେ ଖୁବ୍ ପବିତ୍ରତା ଆଣିଦେଇଥିଲା। ଏହି ଷୋହଳ ପ୍ରହରୀ ନାମଯଜ୍ଞକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଦର୍ଶକ ଆସି ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା। ଯଜ୍ଞ କମିଟିର ତଦାରଖରେ ଦର୍ଶକମାନେ ଖୁବ୍ ଶାନ୍ତି ଶୃଙ୍ଖଳା ସହିତ ଯଜ୍ଞ ଉପଭୋଗ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଅରେଡାରେ ଆୟୋଜିତ ହୋଇଯାଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ଯଜ୍ଞ କମିଟି ତରଫରୁ ସମସ୍ତଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଯଜ୍ଞ ଉପଭୋଗ କରିବା ପରେ ଦର୍ଶକମାନେ ଖୁବ୍ ଶାନ୍ତିରେ ଅନ୍ନ ଭୋଜନ ଗ୍ରହଣ କରି ଘର ବାହୁଡ଼ା ହୋଇଥିଲେ। ଏହି ନାମଯଜ୍ଞକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଅରେଡା ଗ୍ରାମର ନାମଯଜ୍ଞ କମିଟିର ସଭାପତି ଗଣପତି ଶବର, ଉପସଭାପତି ସାଧୁରାମ ଶବର, ସମ୍ପାଦକ ଶିବପ୍ରସାଦ ଶବର, କୋଷାଧ୍ୟକ୍ଷ ତେଜୁରାମ ଶବର, ଉମରା ଶବର, ସୀମାଞ୍ଚଳ ଶବର, ଭିକରାମ ଶବର, ଅଜିତ ଶବର, ମହେନ୍ଦ୍ର ଶବରଙ୍କ ସହିତ ସଂକୀର୍ତ୍ତନ ଦଳ ଏବଂ ଅରେଡା ଗ୍ରାମବାସୀ ସହଯୋଗ କରିଥିଲେ। ମହା ଆଡମ୍ବର ସହକାରେ ଅରେଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଥିବା ବେଳେ ଖୁବ୍ ଶୃଙ୍ଖଳାର ସହିତ ନାମଯଜ୍ଞର ପରିସମାପ୍ତି ହୋଇଯାଇଛି। ଦର୍ଶକମାନେ ମଧ୍ୟ ଖୁବ୍ ଶୃଙ୍ଖଳା ଏବଂ ଶାନ୍ତିର ସହିତ ନାମଯଜ୍ଞ ଉପଭୋଗ କରୁଥିବା ବେଳେ ଏହି ନାମଯଜ୍ଞ ଦର୍ଶକମାନଙ୍କ ମନ କିଣି ନେଇଯାଇଥିବା ଜଣାପଡ଼ିଥିଲା। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।